କିଏ ହେବ? ରାଗିଲେ କି ରୁଷିଲେ ବୁଝେଇ ସୁଝେଇ ଖାଇବାକୁ ଆଣିଦେବ। ମନ କଥା ବୁଝିପାରି ସବୁ କାମ ଦାମ ସେ କରିଦେବ। ଲୁଚେଇ ଚୋରେଇ ପଇସା ଆଣି ତୁମ ପକେଟରେ ଗେଞ୍ଜିଦେବ। ଦୁଷ୍ଟ ହେଲେ ପୁଣି ଝାଡୁ ଜୋତା ଚପଲ ଯାହା ପାଇବ ଧରି ବହୁତ ମାରିବ। ରାଗିଗଲେ ଯୋଗଣୀ ଖିଆ ବାଡ଼ି ଖିଆ କହି କେତେ ଗାଳି ଦବ। କିନ୍ତୁ ପୁଅ ଶୋଇଲା ପରେ କାନ୍ଦି କାନ୍ଦି ମଲମ ମାରି ଦେଉଥିବ। ମୋ ବୋଉ ପରି କିଏ ହେବ? ଯେତେ ଭୁଲ ଥିଲେ ବି ସେ ତୁମ ସପକ୍ଷରେ ଠିଆ ହେବ। ନିଜ ଭୋକରେ ରହି ତୁମକୁ ସେ ଆଗେ ଖୁଆଇବ। ଯେତେ ଅଳି ଅଝଟ କଲେ ବି ସେ ସହିବ। ଦେହ ଖରାପ ହେଲେ ରାତି ରାତି ନ ଶୋଇ ତୁମ ପାଖେ ଜଗି ବସିଥିବ। ମୋ ବୋଉ ପରି କିଏ ହେବ? ଘରକୁ ନ ଫେରିବା ଯାଏ ଦାଣ୍ଡ ଦୁଆର ମୁହଁରେ ଜଗି ବସିଥିବ। ଘରେ ନ ପହଞ୍ଚିବା ଯାଏ କେତେ ଯେ ସେ ଫୋନ କରୁଥିବ। ଫୋନ କଲା ମାତ୍ରେ ଖାଇଛୁ କି ନାହିଁ ସେ ଆଗ ପଚାରିବ। ଦେହ ଭଲ ଅଛି କି ନାହିଁ, ପାଖରେ ପଇସା ଅଛି କି ନାହିଁ ସେ ନିଶ୍ଚିନ୍ତ ବୁଝିବ। ବୋଉ ପରି କିଏ ହେବ? ଘରକୁ ଗଲେ ସେ ନାନାଦି ପ୍ରକାର ପିଠାପଣା 60 ପଉଟି ବନେଇବ। ପାଖରେ ବସି ପିଞ୍ଚଣରେ ବିଞ୍ଚି ବିଞ୍ଚି ନିଜ ହାତେ ଖୁଆଇ ଦେବ। ମୋ ବୋଉ ପରି କିଏ ହେବ? ମୁଁ କେବେ ରାଗିକି ଯଦି କ'ଣ ପଦେ କହିଦିଏ ସେ ଏ କାନରେ ଶୁଣି ସେ କାନରେ ବାହାର କରିଦେବ। ନ ଜାଣିଲା ପରି ନ ଶୁଣିଲା ପରି ଯେତେ କହିଲେ ବି ଯେତେ ଲେଖିଲେ ବି ସବୁ କମ୍ ପଡ଼ିବ। ମମତାର ମୂଲ ଆଗରେ ନାହିଁ କିଛି ବଡ଼, ଏ ଦୁନିଆ ଫିକା ପଡ଼ିବ। ମୂଲ ତା ଅମୂଲ, ଯେତେ ଯାହା କଲେ ଋଣ ତାର ଏ ଜନ୍ମେ ଆଉ କି ସୁଝିବ। ଜଗା ପାଖେ ଏତିକି ଗୁହାରି, ମୋ ବୋଉ ମନରେ କେବେ କଷ୍ଟ ନ ଆସିବ। ମୋ ବୋଉକୁ ସବୁ ସରକର ସୁଖ ଆଣିଦେବ। ଏତିକି କହି ମୁଁ ମୋ କବିତାଟା ଶେଷ କରୁଛି। ଜୟ ଜଗନ୍ନାଥ। କେମିତି ଲାଗିଲା ମତାମତ ନିଶ୍ଚିତ ଜଣେଇବି। ଯଦି କିଛି ଭୁଲ ହେଇଥାଇପାରେ ଟିକେ ଆଡଜଷ୍ଟ କରିନେବି।